ମୂର୍ତ୍ତି ସଦୃଶ୍ୟ। ହସ୍ତ ନିର୍ମିତ ଗୋଟିଏ ଗୋଟିଏ ମୂର୍ତ୍ତି, ହସ୍ତ ନିର୍ମିତ ଗୋଟିଏ ଗୋଟିଏ ପଥର ସଦୃଶ୍ୟ। ସେମାନଙ୍କର ହାତ ଅଛି କିନ୍ତୁ ସେମାନେ ଧରିବେ ନାହିଁ, ସେମାନଙ୍କର ପାଦ ଅଛି କିନ୍ତୁ ସେମାନେ ଚାଲିବେ ନାହିଁ, ସେମାନଙ୍କର ନାସିକା ଅଛି କିନ୍ତୁ ସେମାନେ ନିଶ୍ୱାସ ପ୍ରଶ୍ୱାସ ନିଆ ଅଣା କରିପାରିବେ ନାହିଁ, ସେମାନଙ୍କର ଆଖି ଅଛି କିନ୍ତୁ ସେମାନେ ଦେଖିବେ ନାହିଁ, ସେମାନଙ୍କର ପାଟି ଅଛି କିନ୍ତୁ ସେମାନେ କିଛି କହିପାରିବେ ନାହିଁ। ଅନେକ ବିଷୟ ଯଦି ଆପଣମାନଙ୍କୁ ମୁଁ ପୁନର୍ବାର କହୁଛି ପଦ ପର୍ବଟା ଗୀତ ସଂହିତା 115 ଆପଣ ଆରମ୍ଭରୁ ଯଦି ପଢିବେ ସେଠି ସ୍ପଷ୍ଟ ରୂପରେ ବାଇବଲ ଆମକୁ କହେ ଯେ ସେମାନେ ହସ୍ତ ନିର୍ମିତ ହାତରେ ତିଆରି କରିବା ଗୋଟିଏ ମୂର୍ତ୍ତି। ସେମାନଙ୍କ ପାଖରେ କିଛି ନାହିଁ। ହାତ ଥିବ, ଗୋଡ଼ ଥିବ, ସବୁ ଥିବ, କାନ ଥିବ କିନ୍ତୁ ଶୁଭା ଯାଉନଥିବ, ଆଖି ଥିବ ହେଲେ ଦେଖା ଯାଉନଥିବ, ପାଟି ଥିବ କିନ୍ତୁ ଜଡା କଲା ଲୁଲା ଭଳିଆ ସେମାନେ ଥିବେ। ତ ଚାଲନ୍ତୁ ଏଠି ଆମକୁ ଆଉ ଗୋଟେ ବିଷୟ, ଯେତେବେଳେ 40 ଦିନ ଯୀଶୁଖ୍ରୀଷ୍ଟ ଉପବାସ କରୁଥିଲେ, ଅନେକ ବିଷୟ ଅଛି କହିବା ପାଇଁ, ଭିଡିଓ ଲମ୍ବା ହେଇଯାଉଛି, ମୁଁ ଅଳ୍ପ ସମୟରେ ଶେଷ କରିଦେବି। ପୁଣି ପାର୍ଟ 2 ପାର୍ଟ 3 କରି ଆମେ ଅନ୍ୟ ଆର ଭିଡିଓରେ ଏ ସମସ୍ତ ବିଷୟରେ ଦେଖିବା। ତ ଚାଲନ୍ତୁ ସେତେବେଳେ ଉପବାସ ସମୟରେ ମଧ୍ୟ ମାଥ୍ୟୁ 4 3 6 10 ଯଦି ଆପଣ ମାନେ ଦେଖିବେ, ମାଥ୍ୟୁ 4 3 6 10 ଯଦି ଦେଖିବେ, ଶୟତାନ ମଧ୍ୟ ସେଠି କଣ କହୁଛି, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର ତବେ ଏଇ ପଥର ମାନଙ୍କୁ ରୋଟି କରିଦିଅ। ମୁଁ କହିବାର ଅର୍ଥ ପଥର ରୋଟି ହେଲା କି ରୋଟି ପଥର ହେଲା, ଯୀଶୁ ଖାଇଲେ କି ନ ଖାଇଲେ ସେ କଥା ନୁହେଁ। ଶୟତାନ କହୁଛି ତୁମେ ଯୀଶୁଙ୍କର ପୁତ୍ର, ତୁମେ ମରିୟମର ପୁତ୍ର ବୋଲି ସେ କହୁନାହିଁ। ସେ କଣ କହୁଛି, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର। ମାନେ ଦେଖନ୍ତୁ, ଶୟତାନ ଜାଣିଛି ଇଏ କାହାର ପୁତ୍ର, ଶୟତାନ ଜାଣିଛି ଇଏ କିଏ, କିନ୍ତୁ ଇଏ କୁଳାଙ୍ଗାର ଗଞ୍ଜେଇ ଟାଣୁ ଜାଣିନି ଏପର୍ଯ୍ୟନ୍ତ ଯେ ଯୀଶୁ କିଏ। ଶୟତାନ ଜାଣୁଛି ଯୀଶୁ କିଏ, ଗଞ୍ଜେଇ ଟାଳୁ ତାଠାରୁ ମନ ହୀନ ବୋଧ ହେଇଥିବ ଯେ ଇଏ ଯୀଶୁ କିଏ ଜାଣିପାରେନି। ସେଠି ସେ ପୁଣି 6 କହୁଛନ୍ତି, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର ତ ଏ ଉପରୁ ଡେଇଁ ପଡ, ଏ ଉପରୁ ଡେଇଁ ପଡିଲେ ତୁମର ପିତା ତୁମକୁ ଧରି ରଖିବେ। ସେଠି ତାର ଜବାବ ଯୀଶୁ ଭଲରେ ଦେଇଛନ୍ତି। ତାର 10 ମଧ୍ୟ ସେ କହିଛନ୍ତି ଯେ ତୁମ୍ଭେ କେବଳ ଆପଣା ପିତା ପରମେଶ୍ୱରଙ୍କ ଛଡା ଆଉ କାହାକୁ ଆରାଧନା ଉପାସନା ପୂଜା ଅର୍ଚ୍ଚନା କରିବ ନାହିଁ। ସେ ଲେଖିଛନ୍ତି ଧନ ସମ୍ପତ୍ତି, ଏସବୁ ଧନ ସମ୍ପତ୍ତି ହେଇଗଲେ ଆମେ ଭାବୁଛୁ ଯଦି ମୁଁ ଗୋଟେ ପଥରକୁ ଆଜି ମୁଣ୍ଡିଆ ମାରି ଗୋଟେ କାମକୁ ଯିବି, ସେଠି ଯଦି ମତେ କାମଟା ମିଳିଯିବ କିମ୍ବା ଗୋଟେ ଜବ୍ ଟା ଲାଗିଯିବ କିମ୍ବା ଗୋଟେ ଲଟେରୀ ଲାଗିଯିବ କିମ୍ବା ଗୋଟେ ସୁନା ଆଉ ଗୁଳାଟେ ମିଳିଯିବ, ତ ମୁଁ ଭାବିବି ଏ ପଥର ଦ୍ଵାରା ମତେ ଏଠି ହେଇଗଲା, ମୁଁ ପଥରକୁ ମୁଣ୍ଡରେ ବସେଇକି ବୁଲିବି, ଭାବି ଏ ପଥରଟା ହିଁ ମତେ ରକ୍ଷା କଲା, ମତେ ପୁଳା ଟଙ୍କା ଦେଇଦେଲା।